ଯୋଉମାନେ ଜାଣିନାହାନ୍ତି କି ଗ୍ରିଭାନ୍ସ କେମିତି ଆପଣଙ୍କର ଫାଇଲ୍ କରାଯାଏ, କେମିତି ଆପଣଙ୍କ ଗ୍ରିଭାନ୍ସ ଦିଆଯାଏ, ତାହେଲେ ଆପଣମାନେ ଦେଖନ୍ତୁ ଏ ଭିଡ଼ିଓଟି ଫାଷ୍ଟରୁ ଲାଷ୍ଟ ଯାଏଁ। ଗ୍ରିଭାନ୍ସ ପୋର୍ଟାଲ ଆପଣମାନେ ସର୍ଚ୍ଚ କରିବେ ଆପଣଙ୍କର ଗୁଗୁଲରେ ହଉ କିମ୍ବା ଆପଣଙ୍କ କ୍ରୋମ୍ ବ୍ରାଉଜର ହଉ। ଦେନ୍ ଆପଣଙ୍କର ଫାଷ୍ଟ ଲିଙ୍କ ଯୋଉ ରହିଛି, ଫାଷ୍ଟ ଲିଙ୍କରେ ଆପଣ କ୍ଲିକ୍ କରିବେ। ଠିକ୍ ଅଛି, କ୍ଲିକ୍ କଲା ମାନେ ଆପଣଙ୍କ ସାମ୍ନାରେ ଏଇ ଟାଇପ୍ର ଇଣ୍ଟରଫେସଟି ଓପନ୍ ହେଇକି ଆସିବ। ଆପଣମାନେ ତଳକୁ ଟିକେ ସ୍କ୍ରଲ୍ କରିବେ। ଦେନ୍ ଆପଣଙ୍କର ହ୍ୱାଟ୍ସଆପ୍ ମାଧ୍ୟମରେ ଆପଣମାନେ ଇଜିରେ କରିପାରିବେ। ଦେଖନ୍ତୁ ଏଇଠି ଆପଣଙ୍କର ହାଏ ପଠାନ୍ତୁ ଲେଖା ହେଇଛି। ମୁଁ ଆପଣଙ୍କୁ ଏଇଟା ଇଂଲିଶ କରିକି ଦେଖଉଛି। ଇଂଲିଶ ଆପଣମାନେ କରିନେବେ, ଆପଣଙ୍କର ଓଡ଼ିଆ ଫାଷ୍ଟ ଆସିବ। ଦେନ୍ ଆପଣମାନେ ତଳକୁ ଦେଖନ୍ତୁ ଏଇଠି ସେଣ୍ଡ ହାଇ ଲେଖା ହେଇଛି। ଆପଣମାନେ ଏଥିରେ କ୍ଲିକ୍ କରିବେ। କ୍ଲିକ୍ କଲା ମାନେ ଆପଣଙ୍କର ହ୍ୱାଟ୍ସଆପ୍ଟି ଓପନ୍ ହେଇକି ଆସିବ। ଏବଂ ଏଇ ଟାଇପ୍ର କିଛି ଓପନ୍ ହେଇକି ଆସିବ। ଦେନ୍ ଆପଣମାନେ ଏଇଠି ହାଇ ପଠେଇବେ। ଠିକ୍ ଅଛି, ହାଇ ଆପଣମାନେ ଲେଖିକି ପଠେଇବେ। ହାଇ ଲେଖିକି ପଠେଇବେ, ସେତେବେଳେ ଆପଣଙ୍କ ସାମ୍ନାରେ ଏଇ ଟାଇପ୍ର କିଛି ଲେଖା ଆସିବ। ଆପଣମାନେ ଆକୁ ପଢ଼ିବେ। ଦେନ୍ ଆପଣଙ୍କର ଏଇଠି ଇଂଲିଶ କିମ୍ବା ଓଡ଼ିଆ ଅପସନ୍ ଚୁଜ୍ କରିବା ପାଇଁ ଦେଇଛି, ଆପଣମାନେ ଚୁଜ୍ କରିବେ। ତ ମୁଁ ଏଠି ଇଂଲିଶ ଚୁଜ୍ କରୁଛି। ଦେନ୍ ଇଂଲିଶ ଚୁଜ୍ କଲା ପରେ ପୁଣି ଥରେ ଆପଣଙ୍କ ସାମ୍ନାରେ ଏଇ ଟାଇପ୍ର କିଛି ଅପସନ୍ ଆସିବ, ଯୋଉଠିକି ଆପଣଙ୍କର ଲେଖା ହେଇଛି ଲଗେଜ କମ୍ପ୍ଲେନ୍, ଟ୍ରାକ୍ କମ୍ପ୍ଲେନ୍ ଏବାଉଟ୍ ଜୋନ୍ ସୁନାନି। ତ ଆପଣମାନେ ଏଇ ଲଗେଜ କମ୍ପ୍ଲେନ୍ରେ କ୍ଲିକ୍ କରିବେ। ଦେନ୍ ଆପଣଙ୍କ ନାମ ଏଇଠି ଆପଣଙ୍କୁ ପଚରାଯିବ। ଠିକ୍ ଅଛି, ଆପଣଙ୍କ ଫୁଲ୍ ନେମ୍‌ଟି ଆପଣମାନେ ଲେଖିବେ। ନେମ୍ ଲେଖି ସାରିଲା ପରେ ଆପଣଙ୍କର ଏଇଠି ଜେଣ୍ଡର ସେ ପଚାରିବ। ତ ଆପଣମାନେ ଏଇଠି ଆପଣଙ୍କ ଜେଣ୍ଡର ଚୁଜ୍ କରିବେ। ଠିକ୍ ଅଛି, ମେଲ୍ ଫିମେଲ୍ ଟ୍ରାନ୍ସଜେଣ୍ଡର ଯାହା ଥିବ। ଦେନ୍ ଦେଖନ୍ତୁ ଏଇଠି ଆପଣଙ୍କ ସିଲେକ୍ଟ ଟାଇପ୍ ଅଫ୍ ସେଣ୍ଡ ଦ ଅପସନ୍ ନମ୍ବର ଅଫ୍ ଡିଜାବିଲିଟି ଟାଇପ୍। ଆପଣଙ୍କର କୋଉ ଟାଇପ୍ର ଡିଜାବିଲିଟି ଅଛି କି ନାହିଁ ତାହା ଆପଣମାନେ ଏଇଠି ସିଲେକ୍ଟ କରିବେ। ତ ମୋର କିଛି ନାହିଁ, ତ ମୁଁ ଏଠି ନନ୍ ସିଲେକ୍ଟ କରିବି। ଦେନ୍ ସେଣ୍ଡ କରିବି। ଠିକ୍ ଅଛି। ଦେନ୍ ଦେଖନ୍ତୁ ପ୍ଲିଜ୍ ଟାଇପ୍ ୟୋର ଇମେଲ୍ ଆଇଡି ଅର୍ ଟାଇପ୍ ନମ୍ବର ଇନ୍ ସେଣ୍ଡ। ତ ଆପଣଙ୍କର ମୋବାଇଲ ନମ୍ବର ହଉ କିମ୍ବା ଆପଣଙ୍କର ଇମେଲ୍ ଆଇଡି ଆପଣମାନେ ଏଇଠି ଟାଇପ୍ କରିବେ, ଦେନ୍ ସେଣ୍ଡ କରିବେ। ଠିକ୍ ଅଛି। ଦେନ୍ ଆପଣଙ୍କ ସାମ୍ନାରେ ଏଇ ଟାଇପ୍ର ସବୁ ଡିଷ୍ଟ୍ରିକ୍ଟର ଆପଣଙ୍କର ଯୋଉ ନେମ୍ ଆସିବ। ଆପଣଙ୍କର ଯୋଉ ଡିଷ୍ଟ୍ରିକ୍ଟ ଥିବ ସେଇ ଡିଷ୍ଟ୍ରିକ୍ଟ ନମ୍ବରଟି ଆପଣମାନେ ଦେବେ। ଯେମିତିକି ଆପଣଙ୍କର ଦେଖନ୍ତୁ ମୋର ମୟୂରଭଞ୍ଜ, ମୁଁ ମୟୂରଭଞ୍ଜର ଏଇଠି 22 ନମ୍ବର ସିରିଏଲ୍ ଅଛି, ତ ମୁଁ ଏଠି 22 ଟାଇପ୍ କରିବି। ଆପଣଙ୍କର ଯାହା ଥିବ ଆପଣମାନେ ସେଇ ନମ୍ବର ଟାଇପ୍ କରିବେ। ଠିକ୍ ଅଛି। ଦେନ୍ ଆପଣଙ୍କ ଡିଷ୍ଟ୍ରିକ୍ଟ ଅପସନ୍ ଦେଇସାରିଲା ପରେ ଆପଣଙ୍କ ଏଇ ଟାଇପ୍ର ସବୁ ବ୍ଲକ ଅପସନ୍ ସେ ଦେଖେଇବ। ଠିକ୍ ଅଛି, ତ ଆପଣମାନେ ବ୍ଲକ ଆପଣଙ୍କର ଯୋଉ ବ୍ଲକ ଥିବ ସେ ବ୍ଲକର ନମ୍ବର ମଧ୍ୟ ଆପଣମାନେ ଏଠି ଟାଇପ୍ କରିବେ। ଯେମିତି ମୋର 21 ନମ୍ବର ଅଛି ରୋରାମ ବ୍ଲକ, ମୁଁ ରୋରାମ ବ୍ଲକ ଆପଣଙ୍କର ଏଇଠି ଟାଇପ୍ କରିବି 22 ଆପଣଙ୍କର 21 ନମ୍ବର। ଦେଖନ୍ତୁ ଏଇଠି ଆପଣଙ୍କର ସେ ଆପଣଙ୍କର ଯୋଉ ପଚାରିଲା ଆପଣଙ୍କର ଯୋଉ ଫୁଲ୍ ଆଡ୍ରେସ୍, ଆପଣଙ୍କର ଫୁଲ୍ ଆଡ୍ରେସ୍ ଯାହା ଅଛି ତାହା ଆପଣମାନେ ଏଠି ଟାଇପ୍ କରିବେ। ପୁରା ଆଟ୍ ପୋଷ୍ଟ ବ୍ଲକ ଯାହା ସବୁ ଆପଣଙ୍କର ରହିଛି ପିନକୋଡ୍ ସବୁ ମିଶେଇକି ଆପଣମାନେ ଏଠି ଟାଇପ୍ କରିବେ। ଫୁଲ୍ ଆଡ୍ରେସ୍ ଆପଣମାନେ ଟାଇପ୍ କରିସାରିଲା ପରେ ସେଣ୍ଡ କରିବେ। ଦେନ୍ ଆପଣଙ୍କ ଦେଖନ୍ତୁ ପ୍ଲିଜ୍ ଏଣ୍ଟର ସ୍ପେସିଫିକ୍ ଡିଟେଲ୍ସ ଏବାଉଟ୍ ୟୋର କମ୍ପ୍ଲେନ୍। ଆପଣଙ୍କର ଯାହା ରହିଛି କମ୍ପ୍ଲେନ୍ ତାହା ଆପଣମାନେ ଏଇଠି ତାକୁ ଟାଇପ୍ କରିବେ। ଠିକ୍ ଅଛି, ଟାଇପ୍ କରିକି ଆପଣମାନେ ତାକୁ ସେଣ୍ଡ କରିବେ। ଦେନ୍ ଆପଣଙ୍କର ଯୋଉ କମ୍ପ୍ଲେନ୍ ଅଛି ସେ କମ୍ପ୍ଲେନ୍‌ର ଆପଣଙ୍କର କିଛି ଫଟୋ କିମ୍ବା ଡକ୍ୟୁମେଣ୍ଟ ଯଦି କିଛି ଆପଣଙ୍କର ଅଛି ତାହେଲେ ଆପଣମାନେ ୟେସ୍ ଲେଖିବେ, ଦେନ୍ ଅପଲୋଡ଼ କରିବେ। ତ ମୋର ନାହିଁ, ତ ଏଠି ମୁଁ ନ ଲେଖିଲି। ନ ଲେଖିଲା ପରେ ଆପଣଙ୍କର ଦେଖନ୍ତୁ ଏଇଠି ସିଲେକ୍ଟ ଅପସନ୍ କିଛି ଆସିବ, ଯୋଉଠିକି ଆପଣଙ୍କର ସବୁ ଡିପାର୍ଟମେଣ୍ଟ ଥିବ। ଠିକ୍ ଅଛି, ତ ଆପଣମାନେ ଏଇ ଡିପାର୍ଟମେଣ୍ଟ ଏଠି ଆପଣମାନେ ଚୁଜ୍ କରିବେ। ଦେଖନ୍ତୁ ଏଇଠି ଆପଣଙ୍କ କଲେକ୍ଟର ଏସ୍‌ପି ଡିପାର୍ଟମେଣ୍ଟ ଲେଖା ହେଇଛି, ତ ଆପଣମାନେ ଡିପାର୍ଟମେଣ୍ଟରେ କ୍ଲିକ୍ କଲା ମାନେ ଆପଣଙ୍କର ସବୁ ଡିପାର୍ଟମେଣ୍ଟ ଶୋ କରିବ। ଦେଖନ୍ତୁ ଏଇ ଟାଇପ୍ର ଆପଣଙ୍କର ସବୁ ଡିପାର୍ଟମେଣ୍ଟ ଶୋ କରିବ। ତ ଏଇଠି ଆପଣଙ୍କର ଯୋଉ ଡିପାର୍ଟମେଣ୍ଟରେ ଆପଣଙ୍କର ଦେବାର ଅଛି ଗ୍ରିଭାନ୍ସଟି, ଆପଣମାନେ ସେଇ ଡିପାର୍ଟମେଣ୍ଟର ଯୋଉ ନମ୍ବର ଲେଖା ହେଇଛି 27 ନମ୍ବର ସିରିଏଲରେ ଅଛି ମୋର ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍ ଡିପାର୍ଟମେଣ୍ଟ। ତ ମୁଁ ଏଇଠି ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍ ଡିପାର୍ଟମେଣ୍ଟର ନମ୍ବର ଯୋଉ ରହିଛି 27 ମୁଁ ତା ଏଇଠି ଟାଇପ୍ କରିଦେବି। ଦେନ୍ ସେଣ୍ଡ କରିବି। ଠିକ୍ ଅଛି। ଦେଖନ୍ତୁ ଲାଷ୍ଟକୁ ଆପଣଙ୍କର ଆର୍ ୟୁ ସିଓର ୱାଣ୍ଟ ଟୁ ରେଜିଷ୍ଟର ଦ ଗ୍ରିଭାନ୍ସ। ତ ଆପଣମାନେ ଏଇଠି ୟେସ୍ ଏବଂ ନ କରିବେ। ଯଦି ଆପଣଙ୍କ ଗ୍ରିଭାନ୍ସ ଦେବାର ଅଛି ତାହେଲେ ୟେସ୍ କରିବେ, ଯଦି ନାହିଁ ତ ନ କରିବେ। ତ ଏଇଠି ଆପଣମାନେ ସିମ୍ପଲି ୟେସ୍ କରିଦେବେ। ଠିକ୍ ଅଛି, ୟେସ୍ କଲା ପରେ ଆପଣଙ୍କ ଗ୍ରିଭାନ୍ସଟି ସବମିଟ୍ ହେଇଯିବ ଆପଣଙ୍କ ଗ୍ରିଭାନ୍ସ ପୋର୍ଟାଲରେ। ଏଇଠି ଆପଣଙ୍କର ଯୋଉ ଲେଖା ହେଇଛି ରେଜିଷ୍ଟ୍ରେସନ ନମ୍ବରଟି, ଯୋଉ ଗ୍ରିଭାନ୍ସ ଆଇଡି ନମ୍ବରଟି, ଏଇ ଆଇଡି ନମ୍ବରଟି ଆପଣମାନେ ମାରିକି ପୁଣି ଥରେ ଚେକ୍ କରିପାରିବେ ଷ୍ଟାଟସ୍ ଯେ ଆପଣଙ୍କର କେତେ ଦୂର ପ୍ରୋସେସ୍ ଗଲା ଏବଂ ଆପଣଙ୍କର ଗ୍ରିଭାନ୍ସଟି ସବମିଟ୍ ହେଇଛି ନା ନାହିଁ। ତ ଏଇ ଥିଲା ଆପଣଙ୍କର ଫୁଲ୍ ପ୍ରୋସେସ୍। ଦେନ୍ ଆପଣଙ୍କର ଏଠି ଏକ୍ଜିଟ୍ ଅପସନ୍ ଅଛି, ଆପଣମାନେ ଏକ୍ଜିଟ୍ ହେଇପାରିବେ।